ଆପଣ ଯେତେବେଳେ କମେଣ୍ଟର ଶିକାର ହେଉଥିଲେ କଲେଜ ବେଳେ ଆପଣଙ୍କ ଭିତରେ ଘୃଣା କ୍ରୋଧ ତିଆରି ହେଉଥିଲା? ନାଇଁ ଆମେ କେମିତି ଭାବି ଦେଇଥିଲୁ କି ଏମିତି ଗଲେ ସମସ୍ତେ କରନ୍ତି କମେଣ୍ଟ କର ଝିଅଙ୍କୁ କମେଣ୍ଟ ମାରିବା ଗୋଟେ ସାଧା ଝିଅକୁ କମେଣ୍ଟ ମାରିବାଟା ସେତେବେଳେ ମୋର ମନେ ଅଛି କି କିଏ କିଏ ବେଳେ ସେତେବେଳେ ତ ଦୁର୍ଗା ପୂଜାରେ ଗୋଟେ ଗୀତ ବି ବାହାରେ ଯୋଉଗୁଡାକ ସବୁ ଝିଅମାନଙ୍କୁ ଅଶ୍ଳୀଳ ବୋଧ ହଉଥିବା ଗୀତକୁ ଲୋକମାନେ ବହୁତ ପ୍ରମୋସନ କରନ୍ତି, ବହୁତ ଶୁଣନ୍ତି, ବହୁତ ହସନ୍ତି। ଆଉ ସେଇ ଗୀତର ପଦେ ଗାଇଦେଲେ ସେଇଟା ଝିଅଙ୍କୁ ଇଭ ଟିଚିଂ ହେଲା ଭଳି ହେଇଯାଏ। ଆମ ବେଳେ ତ ସେଗୁଡାକ ମୁଁ ବି ଅନୁଭବ କରିଛି। ଗୀତର ଅର୍ଥ ସବୁ ଅନେକ ଅର୍ଥ ଥିବ ଯୋଉଗୁଡାକ ସେଗୁଡାକ ଝିଅମାନଙ୍କୁ କଷ୍ଟ ହୁଏ, କିନ୍ତୁ ସମାଜରେ ସେମିତି ଚଳଣି ଚଳୁଥିଲା ଭାବିକିରି ମତେ ତ କେବେ କିଛି ଫିଲ୍ ବି ହେଇନି କି ମତେ କି କମେଣ୍ଟ ମାରିକିରି ଆପଣ ମତେ ଯୋଉ ଦୃଢ ମନା ଦେଖୁଛନ୍ତି, ମତେ ଯିଏ କମେଣ୍ଟ ମାରିଥାଏ ତା ପରଦିନରେ ସେ ମୋ ସାଥିରେ ସାଙ୍ଗ ହେଇଯାଏ। କିନ୍ତୁ ଏଇଟା ଗୋଟେ ମହିଳା ମାନଙ୍କର ସମସ୍ୟା, ଯୁବତୀ ମାନଙ୍କର ସମସ୍ୟା। ଦେଖନ୍ତୁ ଇଭ ଟିଚିଂ ଗୋଟେ ସୋସିଆଲ କ୍ରାଇମ। ଇଭ ଟିଚିଂ ରେ ଯିଏ ଟିଚିଂ ମାରୁଥାଏ ତାକୁ ବୋଧେ ମତେ ଲାଗେ ଯିଏ ଝିଅ ମାନଙ୍କ ଉପରେ କମେଣ୍ଟ ପାସ୍ କରୁଛି ସେ ଭାବୁଥିବେ ଗୋଟେ ବହୁତ ବୀରତ୍ୱର କଥା କରୁଛନ୍ତି ବୋଲି, କିନ୍ତୁ ଏଇଟା ଝିଅ ମାନଙ୍କୁ ମନରେ ଆହୁରି ଶକ୍ତ କରେ। କିନ୍ତୁ ଇଭ ଟିଚିଂ ଟା ଗୋଟେ ବହୁତ ଝିଅ ତ ମେଣ୍ଟାଲି ଷ୍ଟ୍ରଙ୍ଗ ନୁହନ୍ତି ନା, ଯିଏ ମେଣ୍ଟାଲି ଷ୍ଟ୍ରଙ୍ଗ ସେ ଆହୁରି ପକ୍କା ହେଇଯିବ କି ଚलो ମତେ ସମାଜର ଏଇ ଇଭିଲ ଆଇଟମ ସହିତ ବି ଲଢିବାର ଅଛି। କିନ୍ତୁ ଯୋଉମାନେ ଟିକେ ଡିପ୍ରେସ ମାଇଣ୍ଡ ଟିକେ ସେମାନଙ୍କୁ ଲାଗେ ନା ଆଉ ବାହାରକୁ ବାହାରିବେନି, କାହିଁ ମତେ ମାନେ ଏତେ କହିବେ। ତ ଯୋଉ ଓମେନ ଏମ୍ପାୱରମେଣ୍ଟରେ ଯଦି 1% ର ନିଶ୍ଚିନ୍ତ ଭାବେ ଆ ପାଇଁ କି ବାଧା ଆସୁଥିବ ଝିଅ ମାନଙ୍କୁ, ସେଇ ସମୟଟା କାହାକୁ ଥଟ୍ଟା ପରିହାସ ଗୋଟେ ଲେବୁଲ ଯାଏ ଭଲ ଲାଗେ। ତ ଇ କଥାକୁ ଧ୍ୟାନ ଦିଆହବା କଥା ମୁଁ ଭାବୁଛି ବହୁତ କମିଗଲାଣି ଆଜିକାଲି। ତ ପଲିସି ଲେଭେଲରେ ୟାକୁ ଏ ସମ୍ପର୍କରେ ଆପଣ କେବେ ଚିନ୍ତା କରନ୍ତି এই ଇସ୍ୟୁକୁ ଆଡ୍ରେସ୍ କରିବା ପାଇଁ? ଦେଖନ୍ତୁ ମୁଁ ତ এটা ଗୋଟେ କ୍ରିମିନାଲ ଆପଣ ଭାବୁଛନ୍ତି এটা ଗୋଟେ କ୍ରାଇମ କ୍ୟାଟେଗୋରୀରେ ଯିବ ନା ଗୋଟେ ସୋସିଆଲ ଏଭିଲ ହିସାବରେ ୟାକୁ ନିଆ? ନାଇଁ ଏକ ସୋସିଆଲ ଲେଭେଲ ହିସାବରେ ନିଆଯିବ ଯେ ଏଇଗୁଟେ କେମିତି ଆଦତ ପଡିଯାଇଥିଲା ଲୋକଙ୍କର ଯେ ନାଇଁ ଝିଅଟିକୁ ଦେଖିଲେ ମାନେ ଗୋଟେ କମେଣ୍ଟ ପାସ୍ କରିଦେବାକୁ ପଡିବ। ମାନେ ଏଇଟା ଗୋଟେ ପୁଅ ଝିଅ ପୁଅ ମାନେ ଆଜିକାଲି ମୁଁ ଭାବୁଛି କୋ ଏଜୁକେସନ ମାସ୍ ହେଇଗଲାଣି, ଝିଅ ମାନେ ବହୁତ ରସଲି ପଢିବାକୁ ଆସିଲେଣି, ବହୁତ ଭଲ କଲେଣି ପିଲାମାନେ। ଆଜିକାଲି ଆଉ ପୁଅ ଝିଅ ଭିତରେ ତାରତମ୍ୟ ବହୁତ ଅଧିକ ନାହିଁ, କିନ୍ତୁ ଆଗରେ ଯେତେବେଳେ ଏଇଟା ନମ୍ବର ଫ୍ୟୁ ଥିଲା, ପୁଅମାନଙ୍କ ସଂଖ୍ୟା ବହୁତ ଅଧିକ ଥିଲା, ସେଥିପାଇଁ ଏ କଥାଟା ଚାଲୁଥିଲା। ତ ପଲିସି ଲେଭେଲରେ ୟାକୁ ଆଡ୍ରେସ୍ କରାଯିବ କି? ଆପଣ ଦେଖିଲେ ଯେଉଁ ରେପ୍ ହେଲା ପଶ୍ଚିମବଙ୍ଗରେ ଶାନ୍ତି ଫେରୁନି, ଗୋଟେ ସରକାର ଭିତରେ ଅସ୍ଥିରତା ସୃଷ୍ଟି ହୋଇଛି। ଓଡ଼ିଶାରେ ବି ସେମିତି ବିଭିନ୍ନ ଘଟଣା ଘଟିଥିଲା, ଓଡ଼ିଶାରେ ବି ଆହୁରି ଅନେକ ଗୁଡ଼ିଏ ପରି କଥା ଘଟିଥିଲା ଯାହାକୁ ନେଇକରି ସରକାରରେ ଅସ୍ଥିରତା ହେଲା, କିନ୍ତୁ ଏତେ ବଡ଼ ଆନ୍ଦୋଳନ ହେଲାନି। ତ ବେଙ୍ଗଲ ଆଉ ଓଡ଼ିଶା ଭିତରେ କ'ଣ ଡିଫରେନ୍ସ ଆପଣ ଦେଖୁଛନ୍ତି? ଦେଖନ୍ତୁ ଇଏ ପ୍ରଥମେ ଆରମ୍ଭ ହୋଇଥିଲା ନିର୍ଭୟା କେସ୍ରୁ। ଦିଲ୍ଲୀରେ ଯେତେବେଳେ ନିର୍ଭୟା କାଣ୍ଡ ଘଟିଲା, ଯୋଉଭଳି ଢଙ୍ଗରେ ବସ୍ରେ ଝିଅ ସହିତ ଯୋଉଭଳି ଢଙ୍ଗରେ ଅମାନୁଷିକ ଅତ୍ୟାଚାର ହେଲା, ସାରା ଭାରତ ବର୍ଷ ରିଆକ୍ଟ କଲା। ଆଉ ଏଭଳି ରିଆକ୍ଟ କଲା, କେହି ଭାବିଲେନି ସେ ନିର୍ଭୟା କିଏ ବୋଲି। ଓଡ଼ିଶାରେ ବି ତାର ବହୁତ ରାଲିଜ ହେଇଛି, ବହୁତ ପ୍ରୋଟେଷ୍ଟ ହେଇଛି। ତା ପାଇଁ କି ସରକାର ନୀତି ନିୟମ ସ୍ପଷ୍ଟ କଲେ, ନିର୍ଭୟା ପାଇଁ ଫଣ୍ଡ ଆଲଟ କଲେ, ନିର୍ଭୟା ପରେ ସଚେତନତା ଅନେକ ଲୋକ ହେଲେ। ଆଜି ଯୋଉ ୱେଷ୍ଟବେଙ୍ଗଲରେ ହଉଛି, ଜଣେ ଆପଣ ଭାବନ୍ତୁ ଜଣେ ଶିକ୍ଷିତ ଡାକ୍ତର ଝିଅ ସହିତ ଏଭଳି କାଣ୍ଡ ହବ ଏବଂ ସରକାର ଲୋକ ଯେପର୍ଯ୍ୟନ୍ତ ରାସ୍ତାକୁ ନ ଆସିବେ, ଲୋକ ଯେପର୍ଯ୍ୟନ୍ତ ଜନତାଙ୍କର ଏ ସରକାର ଯେପର୍ଯ୍ୟନ୍ତ ଜନତା କୌଣସି ଇସ୍ୟୁକୁ ଦେହକୁ ନେବେନି, ସରକାର କେବେ ମଡିଫାଏଡ କରିପାରିବନି। ତେଣୁ ମୁଁ ଭାବୁଛି ଲୋକ କିନ୍ତୁ ମ୍ୟାଡାମ ଆପଣ କ'ଣ ଗ୍ୟାରେଣ୍ଟି ଦେଇପାରିବେ ଓଡ଼ିଶାରେ ଏ ଘଟଣା ଘଟିବନି ବୋଲି? ଯେବେ ବି ଓଡ଼ିଶାରେ ଯଦି ଏମିତି ହବ, ମୁଁ ଭାବୁଛି ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର ଅଛି, ଯାହା ଡିମାଣ୍ଡ କରୁଛି ନିଶ୍ଚିନ୍ତ ଭାବେ ଆମେ ପଲିସି ବନେଇବୁ। ଯଦି ଏଭଳି କାଣ୍ଡ ହବ 100% ନ୍ୟାୟ ଦେବାକୁ ଆମେ ଚେଷ୍ଟା ତ କରିବୁ, କିନ୍ତୁ ଏମିତି ନୁହେଁ କି ପଶ୍ଚିମବଙ୍ଗ ସରକାର ଭଳି ଲୋକଙ୍କୁ ଅପେକ୍ଷା କରିବ, ଲୋକ ଚେତିବେ, ଲୋକ ଜାଳିବେ, ଲୋକ ପୋଡ଼ିବେ, ତାହେଲେ ଯାଇକି ତୁମେ ନିୟମ ବନେଇବ। ତୁମେ ଜଣେ ମହିଳା ପଶ୍ଚିମବଙ୍ଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି, ସେ ଜଣେ ସମ୍ବେଦନଶୀଳ ନେତ୍ରୀ, ନିଜେ ଅନେକ ପ୍ରୋବ୍ଲେମର ସାମ୍ନା କରିଛନ୍ତି। ଏଇଭଳି ଢଙ୍ଗରେ ଏଇଭଳି ଇସ୍ୟୁକୁ ମୁଁ କହୁଛି କି ଆପର୍ଟ ପାର୍ଟି ଲାଇନ ମହିଳା ନେତ୍ରୀ ହିସାବରେ ଗୋଟେ ଉଚ୍ଚ ଶିକ୍ଷିତ ଝିଅ, ଯେ ଆଜି ବହୁତ ଝିଅ
घर छाड़ी बाहर माने काम करने को जाइछन्ति डाक्तर जने तो सेवा करने को जाइछन्ति ता सहित एभली कांड को जेते निंदा करवा सेते